ଆପଣମାନଙ୍କୁ ଅନୁରୋଧ କରୁଛି ଆପଣଙ୍କର ସୁବିଧା ଅସୁବିଧା ଆମ ପାଖରେ ଉପସ୍ଥାପନା କରି ଆମେ ତାର ନିବାରଣ କରିବାକୁ ଚେଷ୍ଟା କରିବା। ଜଣେ ଜଣେ ନିଜର ଯାହା ଇଏ ଅଛି ଇଏ ମିଟିଂରେ ଉପସ୍ଥିତ ପ୍ରେଜେଣ୍ଟ ଗଲେ ଆମେ ତାର ସୁବିଧା ପାଇଁ ବ୍ୟବସ୍ଥା କରିବା। ଆମର ଯେତିକି ହେଉଛି ଆଉ ଟିକେ ପେଟ୍ରୋଲିଂ ହେଲେ ଭଲ ହେବ। ଆଉ ଯେତେବେଳେ ବି ଆମେ ଯେଉଁଠି ଥାନାରେ ଫୋନ୍ କଲେ ବି ସାର୍ ଆସିଲା ଦିନଠୁ ଆମର ସବୁ ଠିକ୍ଠାକ୍ ଚାଲିଛି। ଆମ ପୁଲିସ ସମିତି ପକ୍ଷରୁ ଗାଁ ପୁଲିସର ଡାକରାକୁ ଆମେ ଆଜି ଉପସ୍ଥିତ ଅଛୁ, ସେଥିପାଇଁ ଆମେ ଧନ୍ୟବାଦ କରୁଛୁ। ଖୁସିର କଥା କି ଆମ ପୁଲିସ ସମିତି ଆଜିକି 7-8 ବର୍ଷ ତଳେ ଏମିତି ହେଇଥିଲା। ଆମ ଗାଁରେ ଧଳା ଗାଡ଼ିରେ ବୁଡ଼ି ପୁଲିସ ମାନେ ବୁଲୁଥିଲେ। ବହୁତ ସୁନ୍ଦର ଲାଗୁଥିଲା ଯେ କିଏ ମଧୁଟି ପିଲେ ବି ଗାଡ଼ି ଧର ଚିହ୍ନା ପଡ଼େ, କି ମାଡ଼ପିଟି ହେଲେ କିଏ ଚିହ୍ନା ପଡ଼େ। ଏହି ପାଲବାବୁ ଆଇଲେଣି, ପାଲବାବୁ ଆସିଲେଣି, ଏମିତି ବିଭିନ୍ନ ସମସ୍ୟା ଗୁଡ଼ାକ ସେଇଟା ବି ସମାଧାନ କରିଦେଉଥିଲେ। ଦୁଃଖର ବିଷୟ ସେଇଟା କେମିତି ବନ୍ଦ ହେଇଗଲା ସରକାରଙ୍କ ତରଫରୁ। ଆମେ ଅନୁରୋଧ କରୁଛୁ କି ଆମ ପୁଲିସଟା ଯେମିତି ଆମ ଗାଁରେ ବୁଲୁଥିଲା ବିଟ୍ ପୁଲିସ ପୁନରା ବୁଲୁ। ଆଉ ବର୍ତ୍ତମାନ ରାହାଜାନୀ ବି ଯେତେବେଳେ ଆମେ ଏବେ ଚାଲିଥିଲା 4-5 ବର୍ଷ ତଳେ ଆମେ ଏସ୍ପି ସାର୍ଙ୍କୁ ଦେଖା କରିଥିଲୁ। ଏସ୍ପି ସାର୍ ନିର୍ଦ୍ଦେଶକ୍ରମେ କିଛି ଲୋକ ଆରେଷ୍ଟ ହେଇଥିଲେ। 4-5 ମାସ ବି ରାହାଜାନୀ ବନ୍ଦ ଥିଲା। ବର୍ତ୍ତମାନ ପୁଣି ସକ୍ରିୟ ହେଇଛନ୍ତି ବ୍ରିଜ୍ ପାଖରେ ଟେମ୍ପଲେ ଗ୍ରାଉଣ୍ଡ କିଛି ଲୋକ ସେମାନେ ବର୍ତ୍ତମାନ ସାର୍ ପୁଣି ସକ୍ରିୟ ହେଇଛନ୍ତି। ଏବେ 2 ଦିନ ତଳେ ମାନେ ଏମିତି ପିଟିଲେ ଗାଡ଼ି ଲୋକର ଆମେ ବି କିଛି କରିପାରୁନଥିଲୁ। ଦିନ ସକାଳ 9ଟା ବେଳକୁ ସେଠି ସାର୍ ଯେମିତି 2 ଜଣ ପୁଲିସ ड्रीम्स राइडर सबु समय आपणक सेवारे धन्यवाद।